ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଆପଣମାନେ ଭାବୁଥିବେ ଆମେ କୁଆଡ଼େ ଯାଉଛୁ ଗାଡ଼ିରେ। ଆପଣମାନେ ଯଦି ଜାଣିବାକୁ ଚାହାନ୍ତି ତାହେଲେ ଭିଡ଼ିଓଟାକୁ ଫୁଲ୍ ୱାଚ୍ କରନ୍ତୁ। ଜାଣିପାରିବେ ଆମେ କେଉଁଠିକି ଯାଉଛୁ, ଆମେ କୁଆଡ଼େ କୁଆଡ଼େ ଗଲୁ ଆଉ କ'ଣ ସବୁ ଆଣିଲୁ, କ'ଣ ଦେଖିଲୁ। ଯଦି ଜାଣିବାକୁ ଚାହାନ୍ତି ଦୟାକରି ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ। ଆମେ ଚନ୍ଦନେଶ୍ୱର ଶିବ ମନ୍ଦିର ଯାଇଥିଲୁ ଦେବଦେବ ମହାଦେବଙ୍କର ଦର୍ଶନ ନିମନ୍ତେ। ଏଇ ଦେଖନ୍ତୁ କେତେ ଭିଡ଼ ହେଇଛି। ଲୋକମାନେ ସବୁ ଲାଇନରେ ଠିଆ ହେଇଛନ୍ତି ମହାଦେବଙ୍କର ଦର୍ଶନ ନିମନ୍ତେ। ଆମେ ପ୍ରଥମେ ଫଳ ଦୋକାନରୁ ଫଳ କିଣିଲୁ, ତାପରେ ଫୁଲ ଦୋକାନରୁ ଫୁଲ, ଧୂପ, ଦୀପ କିଣିଲୁ। ଏଇ ଦେଖନ୍ତୁ କେତେ ଭିଡ଼ ହେଇଛି। ଆଜି ତ ଲାଇନର ଦର୍ଶନ ପାଇଁ ଠିଆ ହେଇଛନ୍ତି, କିନ୍ତୁ ସୋମବାର ଦିନ ତ ପଶି ହେବ ନାହିଁ, ଏତେ ଭିଡ଼। ନୂଆବର୍ଷ ଉପଲକ୍ଷେ ତ ପ୍ରବଳ ଭିଡ଼ ହେବ ପ୍ରତ୍ୟେକ ଦିନ। ତାପରେ ମନ୍ଦିର ପୋଖରୀକି ଆମେ ଗୋଡ଼ ଧୋଇବାକୁ ଗଲୁ। ଏଇ ଦେଖନ୍ତୁ ପୋଖରୀର ଭିଉ। ତାପରେ ପୂଜା ଉପଲକ୍ଷେ ମନ୍ଦିର ଭିତରକୁ ଗଲୁ। ମନ୍ଦିର ଭିତରକୁ ତ ପଶି ହେବ ନାହିଁ, ପ୍ରବଳ ଭିଡ଼। ବାହାରେ ପୂଜା କଲୁ। ଆଗେ ଦୀପ ଧୂପଟିଏ ଆମେ ଲଗେଇଲୁ। ତାପରେ ମନ୍ଦିରର ନାଟ ଦ୍ୱାରରେ ବ୍ରାହ୍ମଣମାନେ ସବୁ ଯେ ଶକ୍ତି ନେଇ ବସିଛନ୍ତି, ସେଠି ଆମେ ପୂଜା ସମ୍ପନ୍ନ କଲୁ। ତାପରେ ଆମେ ଜଳଖିଆ ପାଇଁ ଘର ପାଖ ଜଣେ ଦିଦିଙ୍କ ଦୋକାନକୁ ଗଲୁ। ତାପରେ ଆମେ ତାଳସାରୀ ବେଳାଭୂମି ବୁଲିବାକୁ ଗଲୁ। ଦେଖନ୍ତୁ କେତେ ପର୍ଯ୍ୟଟକ ମାନେ ସବୁ ଆସିଛନ୍ତି। ତାପରେ ଆମେ ଗୁପଚୁପର ମଜା ନେଲୁ। ତାପରେ ଆମେ ସମୁଦ୍ର କୂଳକୁ ଗଲୁ। ଦେଖନ୍ତୁ ସମୁଦ୍ର କୂଳରେ କେତେ ଭିଡ଼, କେତେ ଦୋକାନ ବସିଛି, କେତେ ଲୋକମାନେ କିଣାକୁଣି କରୁଛନ୍ତି। ଦେଖନ୍ତୁ ସମୁଦ୍ର ଭିଉ କେମିତି ବହୁତ ସୁନ୍ଦର ଦେଖାଯାଉଛି। ଗଲାକୁ ଏ କହୁଛନ୍ତି ପଡ଼ିଯିବୁ ଯାଆନା। ଛୁଆ ତ ଡରରେ କାନ୍ଦି ଯାଉଛି, କହୁଛି ଯାଆନା ପଳେଇ ମା। ମୁଁ ତ ପାଖକୁ ଯାଇ ସମୁଦ୍ରର ଭିଡ଼ିଓ କରୁଥିଲି। ଆମ ଛୁଆ କାନ୍ଦୁଛି, ଆଇ ପଳେ ପଡ଼ିଯିବୁ। ଦେଖନ୍ତୁ କେତେ ଗାଡ଼ି ସବୁ ଠିଆ ହେଇଛି, ବହୁତ ପର୍ଯ୍ୟଟକ ମାନେ ଆସିଛନ୍ତି। ତାପରେ ଆମେ ଟୋପି ଦୋକାନ ଗଲୁ ଆମ ଛୁଆ ପାଇଁ ଗୋଟିଏ ଟୋପି କିଣିବା ପାଇଁ। ଏଇ ଟୋପିଟି ଆମ ଛୁଆ ପାଇଁ ଆଣିଲୁ। ଏମିତି ହେଇଛି ଏଇ ଟୋପିଟି, ଆପଣମାନେ କମେଣ୍ଟରେ ଜଣେଇବେ। ତାପରେ ଆମେ ପୁଣି ଚନ୍ଦନେଶ୍ୱର ଫେରିଲୁ ସେହି ଦିଦିଙ୍କ ଦୋକାନକୁ। ଦୋକାନରେ ଆମେ ଲଞ୍ଚ କଲୁ ମାତ୍ର 50 ଟଙ୍କାରେ। ବହୁତ ସୁନ୍ଦର ସୁନ୍ଦର ଆଇଟମ୍, ପେଟ ପୁରା ଖାଇବା। ଆପଣମାନେ ତାଙ୍କ ଦୋକାନକୁ ଆସି ଖାଆନ୍ତୁ ମାତ୍ର 50 ଟଙ୍କାରେ। ହେଇ ଦେଖନ୍ତୁ ଦିଦିଙ୍କ ଦୋକାନର ବ୍ୟାନର ବୋର୍ଡ, ଶ୍ରୀ ଜଗନ୍ନାଥ ଭୋଜନାଳୟ। ତାଙ୍କ ଦୋକାନରେ ଅତି ସୁଲଭ ମୂଲ୍ୟରେ ବିଭିନ୍ନ ଆଇଟମର ଟିଫିନ୍ ଏବଂ ଲଞ୍ଚ ପାଇପାରିବେ। ଲଞ୍ଚର ମୂଲ୍ୟ ମାତ୍ର 50 ଟଙ୍କା। ଏଇ ଦେଖନ୍ତୁ ଏଇ ଦିଦିଙ୍କର ଦୋକାନ। ତାଙ୍କର ଦୋକାନଟି ତାଳସାରୀ ରୋଡ଼ ପଟେ, ସମ୍ପୂର୍ଣ୍ଣ ନିରାମିଷ ଭୋଜନାଳୟ। ଆପଣମାନେ ଆସି ସମ୍ପୂର୍ଣ୍ଣ ପେଟ ପୁରା ଖାଇବାରେ ମଜା ନିଅନ୍ତୁ। ତାପରେ ଆମ ଛୁଆ ଜିଦ୍ କଲା ଆଇସ୍କ୍ରିମ୍ ଖାଇବା ପାଇଁ। ତା ପାଇଁ ଗୋଟିଏ ଆଇସ୍କ୍ରିମ୍ ଆଣି ଆମେ ଘର ଅଭିମୁଖେ ଯାତ୍ରା କଲୁ।
ଆଜିର ଭ୍ରମଣ ଯାତ୍ରାଟି ଆପଣମାନଙ୍କୁ କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ ଜଣାଇବେ। ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଆପଣମାନଙ୍କର ଏ ହତଭାଗିନୀ ଭଉଣୀଟିଏ। ମୋର ଯଦି କିଛି ଭୁଲ ଥାଏ ତାହେଲେ କ୍ଷମା କରିବେ। ଆଜି ପାଇଁ ଏତିକି। ରହୁଛି। ନମସ୍କାର। ଜୟ ଜଗନ୍ନାଥ।